ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ଦେଖିବା ସେଇ ନୈତିକ ମୂଲ୍ୟବୋଧର ଛାତ୍ରର ଜୀବନ। ଓକେ, +3 4th ସେମିଷ୍ଟାରର ଆଉ ପୂର୍ବରୁ ଗୋଟେ ଭିଡ଼ିଓ ଯାଇଛି 1 ମାର୍କିଆ 30ଟା କ୍ୱେଶ୍ଚିନ୍। ଏଇଠୁ ଆଉ ବାକି ଅଛି 60ଟା କ୍ୱେଶ୍ଚିନ୍ ଟୋଟାଲ୍ ସର୍ଟ କ୍ୱେଶ୍ଚିନ୍। ଓକେ, ଚାଲନ୍ତୁ ଆଲୋଚନା କରିବା +3 4th ସେମିଷ୍ଟାରର 1 ମାର୍କିଆ। ଓକେ, ବର୍ତ୍ତମାନ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ନୈତିକ ମୂଲ୍ୟବୋଧ। ଛାତ୍ରାବାସ ଜୀବନ ଛାତ୍ରମାନଙ୍କୁ ଶିକ୍ଷା ଦେଇଥାଏ। ଆତ୍ମନିର୍ଭରଶୀଳତା। ଶିକ୍ଷା ହେଉଛି ଏକ ଯାତ୍ରା। ଅସ୍ମିତ। ମୂଲ୍ୟବୋଧ ଗୁଡ଼ିକ ଆମ ଜୀବନରେ ଭାବରେ ପ୍ରଭାବ ପକାଇଥାଏ। ପ୍ରତ୍ୟକ୍ଷ ଭିତ୍ତିକ ଶିକ୍ଷା ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। ମୂଲ୍ୟବୋଧ ଶିକ୍ଷା ପ୍ରଦାନ ବ୍ୟବସ୍ଥାରେ ଜୀବନ ଗଠନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମଣିଷ ଗଠନ ଓ ଚରିତ୍ର ଗଠନ। ଏକ ଗତିଶୀଳ ଅନୁଭୂତି ଯାହା ସାରା ଜୀବନ ଗ୍ରହଣ କରିବାକୁ ପଡ଼େ। ଶିକ୍ଷା କହେ ମୁଁ ମୋର ଶିକ୍ଷା ସମାପ୍ତ କରିଛି, ତାହା ଠିକ୍ ନୁହେଁ। ଛାତ୍ର ଛାତ୍ରକୁ ଶୀର୍ଷ ସ୍ଥାନକୁ ନେଇପାରେ। ଚରିତ୍ର ଗଠନ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାର ମୂଲ୍ୟବୋଧ ମନୁଷ୍ୟର ମାନସିକ, ଭୌତିକ ଏବଂ ଚେତନାତ୍ମକ ବିକାଶ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନୈତିକ ଶିକ୍ଷା ଏକ ଛାତ୍ରର ଭବିଷ୍ୟତ ନିର୍ଣ୍ଣୟ କରିଥାଏ। ନୈତିକ ଜୀବନର ଆହ୍ୱାନଗୁଡ଼ିକ ସମ୍ମୁଖୀନ ହେବା ନିମନ୍ତେ ଶିକ୍ଷା ପ୍ରଦାନ କରିଥାଏ। ସାମର୍ଥ୍ୟ ଦ୍ୱାରା ଛାତ୍ରମାନଙ୍କର ଦ୍ୱନ୍ଦ୍ୱକୁ ଦୂର କରାଯାଇପାରେ। ଉପଯୁକ୍ତ ଶିକ୍ଷା ଛାତ୍ରମାନଙ୍କର ସଚେତନତା ଓ ଆତ୍ମବିଶ୍ୱାସକୁ କରିଥାଏ। ବୁଦ୍ଧି ହେଉଛି ଛାତ୍ରମାନଙ୍କର ଏକ ମୁଖ୍ୟ ବ୍ୟକ୍ତି ଦାୟିତ୍ୱବୋଧ। ନୈତିକ ଶିକ୍ଷା ଏକ ଛାତ୍ରକୁ କରିଥାଏ। ସମୟାନୁବର୍ତ୍ତୀ ଶିକ୍ଷା ଛାତ୍ରମାନଙ୍କୁ ଜୀବିକା ପ୍ରଦାନ କରିଥାଏ। ବୈଷୟିକ ଶିକ୍ଷା ସହିତ ଛାତ୍ରମାନଙ୍କୁ ବୁଦ୍ଧି କରିବା ଆବଶ୍ୟକ। ଦକ୍ଷତା ଶିକ୍ଷା କ୍ଷେତ୍ରରେ କୁ ଅଗ୍ରାଧିକାର ଦିଆଯିବା ଉଚିତ। ବୃତ୍ତିଭିତ୍ତିକ ଦକ୍ଷତା ଶିକ୍ଷାକୁ ପ୍ରଭାବିତ କରିଥାଏ। ସଂସ୍କୃତି ହେଉଛି ଛାତ୍ରମାନଙ୍କର ଏକ ଶକ୍ତି। ଜ୍ଞାନ ବ୍ୟତୀତ ଜ୍ଞାନ ହେଉଛି ମୂଲ୍ୟହୀନ। କାର୍ଯ୍ୟକାରିତା ଜଣେ ଛାତ୍ରର ବାସ୍ତବ ସଫଳତା ଉଭୟ ଜ୍ଞାନ ଓ ଉପରେ ନିର୍ଭର କରିଥାଏ। ଦକ୍ଷତା ଶ୍ରେଣୀଗୃହ ବ୍ୟତୀତ ରୁ ଜ୍ଞାନ ଆହରଣ କରାଯାଇଥାଏ। ପରିବେଶ ହେଉଛି ଛାତ୍ରମାନଙ୍କର ଚରିତ୍ରର ଏକ ମୁଖ୍ୟ ଦିଗ। ନୈତିକତା ଶିକ୍ଷାଗତ ଯୋଗ୍ୟତା କହିଲେ କୁ ବୁଝାଇଥାଏ। ପ୍ରମାଣପତ୍ର ହେଉଛି ଏକ ଉତ୍ତମ ଛାତ୍ରର ଗୁଣ। ସହନଶୀଳତା ଛାତ୍ରକୁ ସୁସ୍ଥ ଜୀବନ ଯାପନ ସହିତ ଅଭ୍ୟସ୍ତ କରାଇବା ଏକ ମୁଖ୍ୟ ଉଦ୍ଦେଶ୍ୟ। ଶିକ୍ଷା ଉଚ୍ଚଶିକ୍ଷାର ପ୍ରତିଶ୍ରୁତି ସମସ୍ତ ନୀତି ପଦକ୍ଷେପ ଯୋଜନାବଦ୍ଧ ପ୍ରକ୍ରିୟା ଏବଂ କାର୍ଯ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ। ଗୁଣାତ୍ମକ ଉଚ୍ଚଶିକ୍ଷାରେ ଟି ଭିନ୍ନ ଭିନ୍ନ ଗ୍ରାହକ ଅଛନ୍ତି। ଦୁଇଟି ନେତୃତ୍ୱର ଗୋଟିଏ ଗୁଣ ହେଉଛି ଯୋଗାଯୋଗର ଦକ୍ଷତା। ନେତୃତ୍ୱର ଗୋଟିଏ ଗୁରୁତ୍ୱ ହେଉଛି ଶିକ୍ଷକଙ୍କ ଗୁଣାବଳୀର ଉନ୍ନତି। ଆମ ଦେଶର ଛାତ୍ର ନିମନ୍ତେ ଯେଉଁ ଅର୍ଥ ବିନିଯୋଗ କରାଯାଉଛି ତାହାର ସର୍ବପ୍ରଥମ ଲକ୍ଷ୍ୟ ହେଉଛି ଦେଶର ବିକାଶ ନିମନ୍ତେ ସବୁ କ୍ଷେତ୍ରରେ ଗଠନ କରିବା। ନୀତିଶାସ୍ତ୍ର ନେତୃତ୍ୱ ଛାତ୍ର ଜୀବନର ଉପରେ ନିର୍ଭର କରିଥାଏ। ଗୁରୁତ୍ୱ ଏବଂ ଭୂମିକା ବ୍ୟକ୍ତିର ଆତ୍ମପ୍ରକାଶ ଓ ଉପଲବ୍ଧ ହେଉଛି ଶିକ୍ଷାର ଲକ୍ଷ୍ୟ। ବ୍ୟକ୍ତିଗତ ଲକ୍ଷ୍ୟ ଲକ୍ଷ୍ୟର ଗୋଟିଏ ସମାଲୋଚନା ହେଲା ମାନବକୁ ସ୍ୱାର୍ଥକେନ୍ଦ୍ରିକ କରିଥାଏ। ଛାତ୍ର ଜୀବନ ଶିକ୍ଷାର ପରୀକ୍ଷା ହେଉଛି ଏକ ଯେଉଁଥିରେ ଜଣେ ଶିକ୍ଷାର୍ଥୀର ଜ୍ଞାନ ଏବଂ ଦକ୍ଷତା ପ୍ରତିପାଦିତ ହୁଏ। ପରୀକ୍ଷଣ ସାଧାରଣ ଅର୍ଥରେ ଯେଉଁ ଶିକ୍ଷା ଅନେକଗୁଡ଼ିଏ
ମନସ୍ତାତ୍ତ୍ୱିକ, ସାମାଜିକ ଏବଂ ଆନ୍ତର୍ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାକୁ ଡ୍ୟାସ୍ ଶିକ୍ଷା କୁହାଯାଏ। ଜୀବନ ଦକ୍ଷତା ଛାତ୍ର ଜୀବନ ବାସ୍ତବ ଜୀବନରେ ସମ୍ମୁଖୀନ ସମସ୍ୟାର ସଫଳ ମୁକାବିଲା ନିମନ୍ତେ ଡ୍ୟାସ୍ ସାମର୍ଥ୍ୟ ସୃଷ୍ଟି କରିଥାଏ। ଜୀବନ ଦକ୍ଷତା ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ବୁଝିବା ଶାନ୍ତି ଶିକ୍ଷାର ଡ୍ୟାସ୍ ଅଟେ। ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶାନ୍ତି ଶିକ୍ଷାର ଏକ ଆହ୍ୱାନ ହେଉଛି ଡ୍ୟାସ୍ ସହନଶୀଳତାର ଅଭିବୃଦ୍ଧି। ଜୀବନ ଦକ୍ଷତା ଛାତ୍ର ଜୀବନରେ ଡ୍ୟାସ୍ ବରାବର ସମାହାରକୁ ବୁଝାଏ। ଦକ୍ଷତା ଡ୍ୟାସ୍ ମତ ଦେଇଥିଲେ ଯେ ଛାତ୍ର ଜୀବନ ଦକ୍ଷତା ଶିକ୍ଷା ପରିବର୍ତ୍ତନ ବା ପରିହାର କୌଶଳ ଅଟେ। ୟୁନିସ୍ ସବୁବେଳେ ଏକ ମାର୍କିଆ ଟେଷ୍ଟଟା କୋଶ୍ଚିନ୍। ପିଲାମାନେ ଗୋଟେ କଥା ମନେ ରଖ, ଏଇ ଯେଉଁ ନୈତିକ ମୂଲ୍ୟବୋଧର ଛାତ୍ର ଜୀବନ, এটা ଟୋଟାଲି 4ଟା ୟୁନିଟ୍ 4ଟାକ ୟୁନିଟ୍ରୁ ଏକାଥରେ ଟେଷ୍ଟଟା କୋଶ୍ଚିନ୍ ସିଲେକ୍ଟ କରିକି ରଖିଥିଲି, ଯାହାକି ତମ ଆଗରେ ମୁଁ ଏଇଟା ଭିଡ଼ିଓ ମାଧ୍ୟମରେ ଆଲୋଚନା କଲି। ସେଇ ଟେଷ୍ଟଟା କୋଶ୍ଚିନ୍ 4ଟାକ ୟୁନିଟ୍ର। ଓକେ, ମୁଁ ଏକାଥରେ 4ଟାକ ୟୁନିଟ୍କି ନେଇକି ସବୁ ବାହାର କରୁଛି। 1 ମାର୍କିଆ କୋଶ୍ଚିନ୍, ତାପରେ 2 ମାର୍କିଆ ବାହାର କରିବି, ତାପରେ 3 ମାର୍କିଆ, ତାପରେ ଲଙ୍ଗ ମାର୍କିଆ ସବୁ ବାହାର କରିବି। ଓକେ, সেই ଅନୁସାରେ ଭିଡ଼ିଓଟିକୁ ଭଲ ଭାବରେ ଦେଖିବ, ଫାଷ୍ଟ ଲାଇନ୍ରେ ଦେଖିବ, ନହେଲେ କିଛି ବୁଝିପାରିବନି। ଭିଡ଼ିଓଟି ଭଲ ଲାଗିଥିବାରୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଏବଂ ସବସ୍କ୍ରାଇବ୍ କଲାବେଳେ ସେଠି ଅଲ୍ ବଟନ୍ରେ କ୍ଲିକ୍ କରିବେ। ମୁଁ ଯେଉଁ ଭିଡ଼ିଓଟି ଡାଉନଲୋଡ଼୍ କରିବେ ଆପଣ ପ୍ରଥମେ ଯିବ। ଏଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ।